ମୁଁ ପ୍ରବୀଣ ଜଗନ୍ନାଥ ସେବା ସଂଘର ଜଣେ ସଦସ୍ୟ। ଆମେ ହାଇଦ୍ରାବାଦ ଜଗନ୍ନାଥ ମନ୍ଦିରରେ ଉପସ୍ଥିତ ଅଛୁ। ଆଜି ଜଗନ୍ନାଥ ସେବା ସଂଘର ଭବିଷ୍ୟତ କାର୍ଯ୍ୟନିର୍ଦ୍ଧାରଣ ସମ୍ମିଳନୀ ଅନୁଷ୍ଠିତ ହେଉଛି। ଆମେ କିଛି ଯୁବା ଯୁବଗୋଷ୍ଠୀ ଉଦ୍ୟମ କରି ଏହି ସଂଘକୁ ଜାନୁଆରୀ 26, 2020ରେ ପ୍ରତିଷ୍ଠା କରିଥିଲୁ। ବର୍ତ୍ତମାନ ସେବା ସଂଘର ମୁଖ୍ୟ ସଂଯୋଜକ ଯଯାତି ଭାଇ ସଂଘର ଭବିଷ୍ୟତ ନିର୍ଦ୍ଧାରଣ ପାଇଁ କ'ଣ କହୁଛନ୍ତି, ଆସନ୍ତୁ ଶୁଣିବା। ପ୍ରାୟ ଆମର ଯେଉଁ ଯେତିକି ଆମ ପୁରୁଣା ପିଲା ଅଛନ୍ତି, ସେମାନେ ପୁରୁଣା ସଦସ୍ୟ ଅଛନ୍ତି, ସେମାନେ ସବୁ ଏଠି ଆସିଥିଲେ ଗୋଟେ ଆମେ ଭଲ ଉଦ୍ଦେଶ୍ୟରେ କି ଆମେ ବାହାରେ ଚାକିରି କରୁଛେ, ଆମେ ଲର୍ଣ୍ଣିଂ କରୁଛେ, ପଇସା ଇନକମ୍ କରୁଛେ, ମାସକୁ 100, 150, 200 ଇଟ୍ସ ନଟ୍ ଏ ବିଗ୍ ମ୍ୟାଟର। ଯଦି ଆମେ ଜଣକୁ ସାହାଯ୍ୟ କରିପାରୁଛେ ତ କ'ଣ ପାଇଁ କରିବାନି? ଆମେ ଜଣକୁ ହଠାତ୍ 1000 ଟଙ୍କା ନ ଦେଇପାରେ, କିନ୍ତୁ ଯଦି ଗ୍ରୁପ୍ ତରଫରୁ 1000 ଗଲା ତାହେଲେ ଆମେ ମଧ୍ୟ କହିପାରିବା ଯେ ଆମେ ଦେଇଛୁ। ଗ୍ରୁପ୍ ମାଧ୍ୟମରେ ଗଲେ ମାନେ କ'ଣ 50 ଜଣ ଯଦି ଅଛନ୍ତି, ଜଣକୁ 50 ଟଙ୍କା ପଡ଼ିଲାନି, କିନ୍ତୁ ଆମେ କ'ଣ କଲେ 1000 ଟଙ୍କା ଦେଲେ କ'ଣ ଆମର ହେଇଗଲା, କ'ଣ 1000 ଟଙ୍କା ତାକୁ ଦିଆହେଲା, କିନ୍ତୁ ଆମେ ତ ଏକା ଦେଇପାରିବାନି 1000 ଟଙ୍କା। ଏଇଟାର ମୂଳ ଉଦ୍ଦେଶ୍ୟ ହେଲା ସାହାଯ୍ୟ, ହେଲ୍ପିଂ, ଆଉ କିଛି ନୁହଁ। ତମର ଯେତେବେଳେ ବି ଯାହା ବି ହେଉଛି, ଏମିତି ନାହିଁ କି ପିଲାମାନେ ଏବେ ମାନେ ଯେଉଁ କହୁଛନ୍ତି, କିଛି ପିଲା ବି ମଧ୍ୟ କହିଲେ ସାର୍ ଆମେ ଦେଇନୁ, ଆମେ ୱାନ୍ସ ଥରେ ଯଦି ତମେ ଏଠି 40 ଟଙ୍କା ହଉ କି 10 ଟଙ୍କା ବି ଦେଇଛ, ତାହେଲେ ଯେଉଁ ପର୍ଯ୍ୟନ୍ତ ଏ ଜଗନ୍ନାଥ ସେବା ସଂଘ ଚାଲିଛି ତମେ ଗୋଟେ ସଦସ୍ୟ ହେଇଥାଇପାରେ, ତମର ଅସୁବିଧା ହେଇଥାଇପାରେ, ତମେ ଦେଇନ, କାରଣ କୋମାନେ ଦେଉଛନ୍ତି କୋମାନେ ଦେଉନାହାନ୍ତି ସେଇଟା କିଛି ବିଗ୍ ନଟ୍ ମ୍ୟାଟର। ତମେ ଏଇଟା ସହଯୋଗ କରୁଛ, ସେଇଟା ହେଉଛି ସବୁଠୁ ବଡ଼ ଇମ୍ପୋର୍ଟାଣ୍ଟ। ତମେ ଖୁସି ହେଲା 100 ଟଙ୍କା ଦେଇଦେଲ, ଖୁସି ହେଲା 50 ଟଙ୍କା ଦେଇଦେଲ, ତାଠୁ ବଡ଼ ଜିନିଷ କ'ଣ ଅଛି କି? ପିଲା ଦେଉଛନ୍ତି କିଏ ଦେଉନାହାନ୍ତି, ଇଏ ହେଉଛି, ସେଇଟା କିଛି ଫରକ ପଡ଼ୁନି। ତମେ ସଦସ୍ୟ ହେଇକି ରୁହ। ଆଉ ସଦସ୍ୟ ରହିଥିବା ଯୋଉ ତ ସମସ୍ତେ ଏଇଟା ଗେଟ୍ ଟୁଗେଦର ହେଲା ନା। ତମେ 3 ମାସ ଏବେ ଦରକାର ପଡ଼ିଲା, ମୁଁ ଦେଇପାରିଲିନି 3 ମାସ, କିନ୍ତୁ 4 ମାସରୁ ମୁଁ 400 ଟଙ୍କା ଦେଇଦେଲି, ତ ସେଇଟା ମେକଅପ୍ ହେଇଗଲା। ତମ ଖୁସି, ଆମେ କହୁ ଜବରଦସ୍ତି ନାହିଁ, ଏ ଜିନିଷଟା ଗୋଟେ ଆମର ଜବରଦସ୍ତି ନୁହଁ। ଆମେ ଗୋଟେ ସେବା କରିବା ନାଁରେ ଆମେ ଇନକମ୍ କରୁଛେ, ଇନକମ୍ ନାହିଁ, ସେଇଟା ଗୋଟେ ମାନେ ଆମର ଯେଉଁ କହୁନାହାନ୍ତି ଗେଦର କରୁଛେ ପଇସାଟା, କି କାହାକୁ ଆମେ ସାହାଯ୍ୟ କରିବା, ଆମେ ନିଜେ ଖାଇଦେବା କରିଦେବା, ସେଇ ଜିନିଷ ନାହିଁ। ସମସ୍ତେ ଆମେ ମିନିମମ୍ କିଏ 30, କିଏ 40, କିଏ 50, କିଏ 60, କିଏ ଲକ୍ଷ ମଧ୍ୟ ଇନକମ୍ କରୁଛନ୍ତି। ସେ ଭିତରୁ ଯଦି ଆମେ ଗୋଟେ 0.01% ବି ଯଦି ଆମେ ସାହାଯ୍ୟ ଲଗାଇବା, ତାଠୁ ବଡ଼ ଜିନିଷ କିଛି ନାହିଁ। ଏବେ କରୋନା ହେଲା, କେତେ ଲୋକ ମରିଗଲେ, ଆଜି ବଞ୍ଚନ୍ତି କାଲି ନଥିବା, କିନ୍ତୁ ଗୋଟେ ଯଦି ସଂସ୍ଥା ଚାଲିବ, ଯଦି ଗୋଟେ ସାହାଯ୍ୟରେ ସବୁବେଳେ ପାଇଁ ତ ଥିଲା, ହଁ ଏ ଲୋକଟା ଥିଲା ସେ ସଦସ୍ୟ, ଏ ଲୋକଟା ଭଲ କାମ କରୁଥିଲା। ଆଉ ବଡ଼ ଜିନିଷ କ'ଣ? ଖାଉଛେ ପିଉଛେ ବୁଲୁଛେ, ପାର୍ଟି ହେଲେ 1000 ଟଙ୍କା ଖର୍ଚ୍ଚ କରିଦେଉଛେ, ହଁ କି ନାହିଁ? ଆଜି ଗୋଟେ ରେଷ୍ଟୁରାଣ୍ଟ ଗଲେ 1500-2000 ଟଙ୍କା ଖର୍ଚ୍ଚ କରିଦେଲେ, ସାଙ୍ଗସାଥି ମିଶିଲେ ଦାରୁ ପାର୍ଟି ହେଲା, ସରିଲା, ସତ କଥା ଏଇଟା। କିନ୍ତୁ ଯଦି ଆମେ 100 ଟଙ୍କା ମନ ଖୁସିରେ ବି ଦେବା, 200 ଟଙ୍କା ମନ ଖୁସିରେ, 10 ଟଙ୍କା ବି ଦିଅ, ମନ ଖୁସିରେ ଦିଅ, ଜବରଦସ୍ତି ନାହିଁ କି ନା ଆରେ ସମସ୍ତେ ଦେଉଛନ୍ତି ମୁଁ ଦେଇଦେବି। ତମ ମନକୁ ଆସିଲେ ଏଇନା ଜଣକୁ ସାହାଯ୍ୟ କରିବନି। ତମେ ଆଜି ସାହାଯ୍ୟ କରୁଛ, ଆଜି ମୋ ଭାଇ କହିଲା ଭଳିଆ ଜଗନ୍ନାଥ ଅଛନ୍ତି। ଆମେ ଯଦି ଗୋଟେ ଶିକ୍ଷାନ୍ତ, ଆମେ ଯଦି ଗୋଟେ କାର୍ଯ୍ୟାନୁଷ୍ଠାନ ଯଦି ଆରମ୍ଭ କରୁଛୁ ଗୋଟେ ଜାଗାରୁ, ବନ୍ଦ କରିବା। 3 ଜଣ ହୁଅନ୍ତୁ, ମୋତେ ନିରଜ ବି ମୋତେ କହିଛି ଭାଇ 3 ଜଣ ବି ଦେଲେ ମଧ୍ୟ ଆମେ କାର୍ଯ୍ୟାନୁଷ୍ଠାନ ଆମେ ଜାରି ରଖିବା, ଆମେ 3 ଦିଅନ୍ତୁ। ନିଜେ ମୋତେ ନିରଜ ବହୁତ ବାର କହିଛି। ଏ ଜିନିଷ କ'ଣ ପାଇଁ ନା, ନାଇଁ ଗୋଟେ ମନରୁ ଆସିବା ଦରକାର କି ନା ଆମେ ଗୋଟେ ଜିନିଷ କରୁଛେ ହେଲେ କିଏ କୁଆଡ଼େ ରହୁଛନ୍ତି କ'ଣ। ତମେ ଏବେ ଆମେ କ'ଣ ଏଇଟା ଆରମ୍ଭ ହେଇଥିଲା କ'ଣ ପାଇଁ? ଜେନେସିସ୍ ଗ୍ରୁପ୍ ତରଫରୁ ଆରମ୍ଭ ହେଇଥିଲା, କିନ୍ତୁ ଏବେ ସମସ୍ତେ କିଏ ସାଇଣ୍ଟ ଗଲେଣି, କିଏ RMSI ଗଲେଣି, କିଏ କୋଉଠି ଗଲେଣି, ଅନ୍ୟ ପିଲା ମଧ୍ୟ ଆମର ମୋ ସାଙ୍ଗସାଥି ଆସି ଜଏନ୍ କଲେଣି ଏଠି। ସେଇଟା ଆମେ ମାନେ ଖାଲି ଗୋଟେ ଲିମିଟ୍ରେ ରଖିଲେ ହେବନି। ଆମେ 2000-3000 ଟଙ୍କା ଖର୍ଚ୍ଚ କରିକି ଜଣକୁ ଦେଇଦେଲେ ସେଇଟା ବଡ଼ ଜିନିଷ ନାହିଁ। ଆମେ ସେଇଟାକୁ କିନ୍ତୁ ଆହୁରି ଉତ୍ତରୋତ୍ତର ଉନ୍ନତି କରିବା, ସେଇଟା ହେଲା ଆମର ପ୍ରଚେଷ୍ଟା। ଯଦି ଆମେ ସେଇଟାକୁ ଯଦି ସାର୍କୁଲେଟ୍ କରିକିରି ଆଜି ଆମେ ଜଣ ପ୍ରତି ଆମେ 5000 ଦେବେ ନାହିଁ, ଭାବିବାକୁ ପଡ଼ିବ, କିନ୍ତୁ କାଲି ସେ ଜିନିଷ ଭାବିବା ହେବନି। ତାକୁ 10,000 ସାହାଯ୍ୟ 10,000 ଦେଇଦେବାର ଅଛି, ସେ ଫଣ୍ଡିଂ ଆମ ପାଖରେ ରହିବାର ଅଛି। ସେ ଫଣ୍ଡିଂ ଆସିବ କେଉଁଠୁ? ଆମେ ହିଁ ନିଜେ ସବୁ ସାର୍କୁଲେଟ୍ କରିବାର ଅଛି। ଆମର ଏମିତି ଚାଲିଛି, ଆମେ ଜଗନ୍ନାଥ ସେବା ଏଇଟା ମାନେ ଗୋଟେ ଆମର ନିୟମ ହେଲା, ଯଦି ଆମେ ତାକୁ ଆଡ଼ଭର୍ଟାଇଜ୍ ନ କରିବା, ଆମର ଇନକମ୍ କରିବା ସୋର୍ସ ନାହିଁ, ଲିମିଟେଡ଼ ହିଁ ରହିଯିବ। ଆମେ ତାକୁ ଆଡ଼ଭର୍ଟାଇଜ୍ ନିହାତି ଦରକାର ଗୋଟେ ଜିନିଷରେ। ଆମେ ଆଡ଼ଭର୍ଟାଇଜ୍ କରିବା କି ଆମର ଏମିତି କରୁଛେ, ତାହେଲେ ଯାଇକି ହଁ ଲୋକ କ'ଣ କରିବେ। ଏବେ ମୁଁ ନିଜେ ଦେଖିଲି ଏ ମାସରେ ସବୁଠୁ ହାଏଷ୍ଟ ଆମର କଲେକ୍ସନ୍ ହେଇଛି। କ'ଣ ପାଇଁ? କି ଆମର ଯେଉଁ ଗେଟ୍ ଟୁଗେଦର କଥା ମୁଁ କହିଲି, ସେଠି ସମସ୍ତେ ପ୍ରଶାସନ ହଁ ଠିକ୍ ଅଛି, ଯଦି ଯାଉଛି ଠିକ୍ ଅଛି, ସବୁଠୁ ହାଏଷ୍ଟ କଲେକ୍ସନ୍ ଏ ମାସରେ ହେଇଛି। ନିରଜ ହଁ କି ନାହିଁ? କ'ଣ ପାଇଁ ଏଇଟା? କିନ୍ତୁ ଏ ଜିନିଷଟା ସବୁବେଳେ ଆମର ଆଗକୁ ଯିବାର ଅଛି। ଆଜି 5000 କଲେକ୍ସନ୍ ହେଇଛି ଏ ମାସରେ, ଯେମିତି ଆମେ ନେକ୍ସଟ ମନ୍ଥ ଦେଖିବା ସେଇଟା 10,000 କଲେକ୍ସନ୍ ହେବ।
गोटे फंडिंग हेले आम गोटे माने भाईपारे फ्यूचर गोटे बड़ जिन करने से ब्लड डोनेशन कैंप हो कि गोटे लोक मन साहय दरकार गोटे एवं आज जड़े आम से जगन्नाथ मंदिर जड़े ये कहते कि गोटे स्त्री लोक गोटे सिलाई मेसीन है सिलाई मेसीन तो आम 10,000 12,000 खर्च से जो फंडिंग आम था माने सहज अति सहज हाँ नियो कर दियो सेटा है नियम से माने आम डायरेक्ट नदेल जो इनडायरेक्टली दौचे भगवान अच्छा डायरेक्ट देवा मोर मूल उद्देश्य है सहीटा मुझे गेट टुगेदर करार कारण है 2 वर्ष आमर गेट टुगेदर हो नाला सेटा नेक्स्ट एटा सेकेंड टाइम एटा कहर अर्थ तुम समस्ते जिते भी अच्छा प्लीज सहयोग कर गोटे कहर कारण यहाँ मो पाई करनी यहाँ गोटे आम सेवा ना कर आम ना कि आम घरे मागिक दौचे ना दियो बोली आम निजे इनकम करचे इनकम न करते तो आम देपारे ना ए कार गोटे चाकरी ना से 2 मास देपारे भल अच्छी न दो कि 3 मास जो चाकरीटे पाला हाँ 200 टଙ୍କା ता खुशी 50 ଟଙ୍କା भी दो कि 10 ଟଙ୍କା भी दो कि 100 दो कि 500 दो कि गोटे कंट्रीब्यूट कर गोटे चालू ए संस्था आम आज अच्छे काले ना किए कुआडे जी किए से झील मैंने किए बाहर जीव किए आसी किए जीव किए एरिया छाड़देव किए बेंगलोर पड़ा किए मुंबई पड़ा किए दिल्ली पड़ा कि संस्थाटा था कारण आमर तो कौन माने ये केस नहीं 100 ଟଙ୍କା नहीं दौचे सब ऑनलाइन है ऑनलाइन पठा कथा यहाँ को तुम मैंने ही चाहिए कि अधिक आम स्प्रेड कर जी सांगसाथी तू आमर राजेश सॉरी दीपक सडनली काली मु कहली ये आमर आलोक कहला भाई सी एड हे सडनली कहले सडनली आमर एड होगा सरला आज मोर सड़ू आसछन्ती भी ठीक अच्छे मुझे कहली ना भाई बढ़िया जिनस कर भी आसू से खुशी से जिनसा खुशी आ बड़ जिनस ना तेणु समस्त सहयोग कर जो मैंने बाहर रोच चाकरी कर कौन कर सब बाहर भी चली जाओ कि आईटी सेक्टर संभाल भगवान करूँ समस्त आईटी सेक्टर जाओ लक्ष लक्ष इनकम कि गोटे जगन्नाथ सेवा जो अच्छी ताकू कि आम उत्तर उन्नति से चाहिए आमर येटा पढ़ी दूसरे आमर केते इनकम होता केते खर्च होती टोटाल इयरली रही पढ़ी दूसरी समझ जाना दरकार मुझे खाली प्रथम कहूँ टोटाल कलेक्शन आमर 2 वर्ष भितर 2020 रु 2021 भितर हाँ टोटाल कहीदे 2020 रे 19,297 टका 19,297 कलेक्शन होता 2021 रे 15,533 टका कलेक्शन होता टोटाल कलेक्शन हूँ 34,830 टका आमर टोटाल एक्सपेंसेस हूँ 17,630 टका मुझे कहि कौन कौन एक्सपेंस समझ जाना दरकार आमर बैलेंस अच्छे ए 17,200 टका बुझिपारे 17,200 टका आज पर्यंत आमर विश्वजित सामल गोटे आमर सदस्य था बहुत बड़ माने फुल एक्टिव पिला सी ओडिशा पलैसी सी गोटे ब्लड डोनेशन कैंप करते से जस्ट आमको कहला कि सार आम करुचु कौन करें से 1,000 टका गोटे दान करूँ हेल्प करूँ माने हाँ गोटे जो आमर जो कोरोना टाइम रे जो चेन्नई जो गले ओडिशा रू बहुत जो गले हम अमित प्रधान हाँ जमी अभिषेक महापात्र अमृत प्रधान आउ जे जो अच्छा आमर रिलेटिव जो सांगसाथी अच्छा जमी आद्या कही आउ किए कही आमर संदीप मंडल कही कि किए गोटे सांग अच्छी आलोक दीपर भी किए कही कि किए रिलेटिव अच्छा जस्ट आम देखिलु दे 5 टका भी हो समस्त 500 दिए से प्रति बड़ कमे जो आम संदीप मंडल जो रिलेटिव ना सांग को पठेलु से डायरेक्ट आमको फोन कला जी जहाँ ये रहा तो फोन कला सी भारी खुशी है सर 5 टका भी आम बड़ 5 टका भी बड़ आम बड़ न लगे बड़ कमे से क्राइसिस अच्छी से बड़ जिन आ गोटे ओडिशा रे ही गोटे अनाथ आश्रम प्राय 150 माने जो अनाथ पिला कहीपर से गोटे खाया बंदोबस्त होता जोटा कि आम प्रवीण कर खर्च होता 9,130 टका तार खाया पीया सब ये करते 150 पिला आज जो खर्च से जहाँ आम संघर अच्छी से गोटे 4,200 आ जो आम बैनर बनते 800 टोटाल खर्च है 17,630 टका आमर बैलेंस अच्छे 17,200 टका तो 17,200 गोटे लिमिटेड पैसा कहू गला तेना आम 17,000 कि 17 लक्ष करवा से मोटिव
ହେଇପାରିବ ନା ନାହିଁ? ନିଶ୍ଚିତ ହେଇପାରିବ। ସମସ୍ତର ସହଯୋଗ, ତମର ସାଙ୍ଗସାଥି ହଉ, ତମର ରିଲେଟିଭ ହଉ। ମୁଁ ମୋ ରିଲେଟିଭ ମୋର ସ୍ତ୍ରୀ କରିଦେଇଛି। ଆରେ ସତ କଥା, ମୋର ସଡ଼ୁ ଭାଇ କି ମୋର ଶାଳୀ ମୁଁ କ'ଣ ପାଇଁ ଏଡ୍ କରୁଛି? ଜାଣନ୍ତୁ ସମସ୍ତେ ଗୋଟେ ଗୋଟେ ଏଡ୍ ହଉ। ଶହେଟା ହେଉଛି ସବୁଠୁ ଇମ୍ପୋର୍ଟାଣ୍ଟ। ସମସ୍ତେ ଚାକିରି କରୁଛନ୍ତି ଦେଉଛନ୍ତି ନା, ଆଉ ଘର ଥିଲେ କିଏ ଦେଇଥାନ୍ତେ? ମୋ ସ୍ତ୍ରୀ ଯଦି ଘରେ ଥାନ୍ତେ ସେ ଦେଇଥାନ୍ତେ କି? ନାଇଁ ନା, ଚାକିରି କରୁଛୁ, ହଁ ଆରେ ଦେଇଦେବୁ, ହଁ ଠିକ୍ ଅଛି। ତେଣୁ ସମସ୍ତ ସହଯୋଗ ନିହାତି ଦରକାର। ସହଯୋଗ କର। କ'ଣ ଆମେ ଯଦି ଗୋଟେ କାର୍ଯ୍ୟାନୁଷ୍ଠାନ ଗୋଟେ ଯଦି ଷ୍ଟାର୍ଟ କରୁଛେ, ଆମେ ଚାହିଁବା କିନ୍ତୁ ଜୀବନ ଯାକେ ଚାଲୁ। ମାନେ ଏମିତି ପୋଜିସନ୍ ଆମେ ପହଞ୍ଚେଇବା, ସେତେବେଳେ ଆମକୁ ଗର୍ବ ଲାଗିବ କି ଆମେ ସେ ସଂଗଠନର ଗୋଟେ ମେମ୍ବର ବୋଲି। ସେଇଟା ଆମକୁ ଦରକାର। ଆମର ତ ଲିମିଟେଡ୍ ଅଛି ଗଲା, ମାନେ ଯେଉଁ 30-50 ଭିତରେ ରହିଛି। ଆଉ ଯେଉଁ ବାକି ଯେଉଁ ପିଲା କ'ଣ ପାଇଁ ସବୁ ଏବେ ଓଡ଼ିଶାରେ ୱାର୍କ ଫ୍ରମ୍ ହୋମ୍ କରୁଛନ୍ତି, ତେଣୁ ସେମାନେ ଆସିପାରିଲେନି। ନହେଲେ ଆମର ମେମ୍ବର ହେଉଛନ୍ତି 60। ମେମ୍ବର 60, କିନ୍ତୁ ପ୍ରାୟ ଏବେ 30-28 ଜଣ ଅଛନ୍ତି। କ'ଣ ପାଇଁ ବାକି ସବୁ ଓଡ଼ିଶାରେ ନିଜ ଘରେ କାମ କରୁଛନ୍ତି, ୱାର୍କ ଫ୍ରମ୍ ହୋମ୍ କରୁଛନ୍ତି, ତେଣୁ ସେ ଆସିପାରିଲେନି। ତେଣୁ ମୁଁ ବିନୀତ ଅନୁରୋଧ କରୁଛି ସମସ୍ତଙ୍କୁ, ଏଇଟା କେମିତି ଆଗକୁ ବଢ଼ିବ, ଆମେ କେମିତି ଆଗକୁ କ'ଣ କରିପାରିବା, ପ୍ଲାନିଂ କ'ଣ, ନେକ୍ସଟ ପ୍ଲାନିଂ ଆମେ କ'ଣ କରିବା, ସେ ସମସ୍ତେ କିଏ ବି ଯାହା ମନରେ ଯାହା ଆସୁଛି ସେଇଟା ଗୋଟେ ଡିସ୍କସନ୍ କର। ଆମର ମୋଟିଭ୍ ହେଲା ସେଇଟା। 9ଟା ବେଳେ ତ ଖାଇବା ଅଛି, ଯାହା ବି ଆମେ ବସିକି ଗୋଟେ ଡିସ୍କସନ୍ କରିବା କି ନେକ୍ସଟ ଇଭେଣ୍ଟ କ'ଣ କରିବା। କି ନେକ୍ସଟ ଇଭେଣ୍ଟ ଆମର ହେଇପାରୁନି, କିଛି ନା କିଛି ମାନେ ଆଗକୁ ଆମକୁ ଇଏ କରିବାକୁ ପଡ଼ୁଛି। ଯେଉଁ ଆମର କରୋନା ପାଇଁ ଇଏ ହେଲା, ଆମେ କରୋନା ଟାଇମ୍ରେ ମଧ୍ୟ ଚାହିଁଥିଲୁ, କିନ୍ତୁ ଆମର ଇଏ ପରମିସନ୍ ଦେଲାନି, ଆମର କମିଶନରେଟ୍ ପୋଲିସ। ସେ ଖାଦ୍ୟ ପାଇଲେ ସେଠି କ'ଣ ଏପଟ ସେପଟ ହେଲା, କାରଣ ଆମ ପାଖରେ ତ ରେଜିଷ୍ଟ୍ରାଣ୍ଟ ବି ନାହିଁ। କାରଣ ଯଦି କିଛି ହେଲେ ସେମାନେ ତ ଆମେ ରେଜିଷ୍ଟର ଦରକାର ନା ଆମର। ଆମେ ଚାହୁଁଛେ ଫ୍ୟୁଚର କିନ୍ତୁ ଆମେ ରେଜିଷ୍ଟର ବି କରିଦେଉ ଆମର ଜଗନ୍ନାଥ ସେବା ସଂଘ। ଯେମିତି ଆମେ ପ୍ରତ୍ୟେକ କ୍ଷେତ୍ରରେ ଆମେ ସେଇଟା ସେ ଯେଉଁ ରେଜିଷ୍ଟର ଦେଖେଇଲେ ମଧ୍ୟ ଆମ ସବୁଠୁ ଏଲାଉ ହୋଇପାରିବ ଆମେ ସେବା କରିବା ପାଇଁ। ଇଭେନ୍ କାଲି ଆମର ରଶ୍ମି ଯେତେବେଳେ ଆମର ଏ ମନ୍ଦିର ଯିଏ ଆସିଥିଲେ କରିବା ପାଇଁ, ସେ କହିଲେ ମୁଁ ବି ମେମ୍ବର ହେବି, ଆଉ କୌଣସି ବି ଯଦି ମନ୍ଦିରର କିଛି ବି ଫଙ୍କସନ୍ ହେଲା ତାହେଲେ ଆମେ ତୁମକୁ ଗ୍ରୁପରେ ପଠାଉ, ତୁମେ ଆସିକି ଏଠି ସେବା କରିବ। ତାଠୁ ବଡ଼ ଜିନିଷ କିଛି ନାହିଁ। ଯେତେବେଳେ ବି ସୁବିଧା ମିଳିଲା, 5 ହଉ, 10 ହଉ, 3 ହଉ, 4 ହଉ, ଯିଏ ବି ଆସିଲା ସେବା କରିବା। ମୁଁ ଆସିଛି ଏ ତରଫରୁ। ବହୁତ ଗୁଡ଼ିଏ ଫଙ୍କସନ୍ ହେଉଛି, ଯେଉଁ କହୁନାହାନ୍ତି 12 ମାସରେ 13 ଯାତ୍ରା ହେଉଛି ଜଗନ୍ନାଥଙ୍କର। ଯେତେବେଳେ ବି ସୁବିଧା ଶନିବାର ରବିବାର ପଡ଼ିଲା ଆସିଲ ସାହାଯ୍ୟ କଲ, ତାଠୁ ଖୁସି ବଡ଼ ଜିନିଷ କ'ଣ ଅଛି କି? ଜଗନ୍ନାଥ ଆମେ ଡାଇରେକ୍ଟ ତ ସେବା କରିପାରିବାନି, ତାଙ୍କ ପାଇଁ ଅଛନ୍ତି ପୂଜାରୀ, ଆମେ ତ ଇନଡାଇରେକ୍ଟଲି କରିପାରିବା ନା। ଏବେ ଯିଏ ପୋଛୁଛି ତାଠୁ ମାନେ ଯେଉଁ କହୁନାହାନ୍ତି ହେଲ୍ପିଂ ନେଚର କେଉଁ ଅଛନ୍ତି କି? ପୁଣ୍ୟ ଯେଉଁ ପୁଣ୍ୟ ଯେଉଁ କମାଉଛନ୍ତି, ଯିଏ ଯେଉଁ ଆମେ ଖାଇ ଦେଉଛେ, ଯିଏ ପତ୍ର ଉଠାଉଛି, ତାଠୁ ପୁଣ୍ୟ କାମ କିଛି ନାହିଁ। ତେଣୁ ଅନୁରୋଧ କରୁଛି, ଏଇଟା କେମିତି ଯିବ ସମସ୍ତେ କୁହ। ଏମିତି ନାହିଁ କି ନାହିଁ କ'ଣ କରିପାରିବା ଆମେ, ଖାଲି ମୋର ମାଇଣ୍ଡ, ସମସ୍ତ ମାଇଣ୍ଡ ମାନେ ଗୋଟେ ଅଲଗା ପ୍ରକାର ଚାଲେ ନା, ଆମେ ଏମିତି କରିପାରିବା। ଆଉ ଆଜି ଜଷ୍ଟ ମୁଁ ଆମର ରାଜେଶ ସହିତ କଥା ହେଉଥିଲି, ସେ ମୋର ଗୋଟେ ସାନ ଭାଇ, ମୋର ଶଳା ବି ହେବ କହିବାକୁ ଗଲେ, ବାରିପଦା ଘର, ତେଣୁ ମୁଁ ଶଳାରେ ଡାକେ ତାକୁ। ତ ମୁଁ ତାକୁ ଯେତେବେଳେ କହିଲି, ସେ କହିଲା ଭାଇ ଆଜିର ଯେଉଁ ଖର୍ଚ୍ଚଟା ମୁଁ ଦେଇଛି, ମୁଁ କହିଲି ନା, ଆଜିର ଖର୍ଚ୍ଚ ସଂଗଠନ ତରଫରୁ ଯାଇଛି, ଯାଉ ନେକ୍ସଟ ଇଭେଣ୍ଟ ଯେତେବେଳେ ହେବ ଯାହା ବି ଖର୍ଚ୍ଚ ହେବ ନା, ହଁ ଭାଇ ନେକ୍ସଟ ଇଭେଣ୍ଟରେ ଯାହା ବି ହେବ ମୁଁ ଦେଖିବି। ମନର ମୁଁ 10,000 ଖର୍ଚ୍ଚ ହେଲା, ମୋର ଯେତିକି କାପାସିଟି ମୁଁ ସେତିକି ଦେଇପାରିବି, ତାଠୁ ବଡ଼ ଜିନିଷ କ'ଣ ଅଛି? ତା ମାଇଣ୍ଡରେ ତ ସେଇଟା ଆସିଲା ନା। ଜଷ୍ଟ ଆଜି ଶୁଣିଲା, ଡାକିଲା, ସେ ଜାଣିନି ଏ ବିଷୟରେ, ଖାଲି ଆମେ ଡାକିଥିଲୁ ଆସେ ଜଗନ୍ନାଥ ମନ୍ଦିର ଯିବା, ଭୋଜନ କରି ଆସିବା। ସେ ତ ଆଜି ଶୁଣିଲା ପୁରା ଭାରି ଖୁସି ହେଲା, ଯାହା ଭାଇ ଗୋଟେ ଅର୍ଗାନାଇଜ୍ କରୁଛ ବୋଲି। ମୁଁ ଶୁଣିଛି, କିନ୍ତୁ ମୁଁ ଏତେ ଆଜି ଯେମିତି ସଞ୍ଜୀବ କହିଲା, ମୁଁ ଶୁଣିଛି କିନ୍ତୁ ମୁଁ, କାରଣ ଆମେ ଯାହାକୁ ଜଣେଇନେ ନା, ସେ ଜଣେଇବାର ତ ଆକ୍ଟିଭ୍ ହେଇଗଲା ନା। ଆଜି ମୁଁ ଆକୁ ଯେତେବେଳେ ଜଣେଇଲି, ସେ ଆକ୍ଟିଭ୍ ହେଇଗଲା ନା, ଦୀପକକୁ। ଠିକ୍ ଅଛି, ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। କିନ୍ତୁ ମୁଁ ଏବେ କହୁଛି, ଯାହାକୁ ଯାହା ମାନେ ଭାବୁଛ ସେଇଟା କହିଦିଅ, ଯେଉଁଟାକି ଆମେ ନୋଟ୍ କରି ରଖିବୁ କି ଆମେ କ'ଣ କରିପାରିବୁ, କେମିତି ବଢ଼େଇବା ହଉ କି କ'ଣ ଗୋଟେ ଇଭେଣ୍ଟ ହଉ କି ପଇସା ସୋର୍ସଟା ମେନ୍ ପ୍ରୋବ୍ଲେମ୍ ଆମର ମେନ୍ ହେଲା, ଯଦି ଆମେ ସାହାଯ୍ୟ କରୁନା, ବିନା ପଇସାରେ ସାହାଯ୍ୟ କରିପାରିବା ନାହିଁ। ସବୁଠି ପଇସା। ମହାଲକ୍ଷ୍ମୀ ଯଦି ନାହାନ୍ତି ତାହେଲେ ଆମେ କିଛି କରିପାରିବା ନାହିଁ। ପ୍ରଥମେ ମହାଲକ୍ଷ୍ମୀ ଡାକିବାର ଅଛି, ତାପରେ ଜଗନ୍ନାଥ ସେବା କରିବାର ଅଛି, ହଁ କି ନାହିଁ? ମହାଲକ୍ଷ୍ମୀ ଆସିଲେ ତ ଆମେ ଜଗନ୍ନାଥ ସେବା କରିବା ନା, ଲକ୍ଷ୍ମୀ ଆସିଲେ ତ ଜଗନ୍ନାଥ ସେବା କରିବାକୁ ପଡ଼ୁ। ତେଣୁ କାହାର କିଛି ଯାହା ବି ଅଛି କୁହନ୍ତୁ, ଆମେ ଏଇଟା ଗୋଟେ ଲିଷ୍ଟ କରିବୁ। ଠିକ୍ ନେକ୍ସଟ ଯାହା ବି ହେବ ଆମେ ସେ ହ୍ୱାଟ୍ସଆପ୍ ଗ୍ରୁପ୍ରେ ପକାଇବୁ। ଯାହା ସମସ୍ତେ ଆସିଲେ ବହୁତ ଖୁସି ଲାଗିଲା। ଏ ବର୍ଷା ଝଡ଼ରେ ଜଗନ୍ନାଥଙ୍କ ଡୋରି ସେଇଟା କରି କରାଉ ଥାଏ ସେହି, ତା ବିନୁ ଅନ୍ୟ ଗତି ନାହିଁ। ସେ ଡାକିଲା, ଆମେ ଆଇଲୁ, ଅଜୟ ଆସିଛି ଉପରରୁ, କାଲିଠୁ ଆସିଲାଣି ଆଜି ଇଭେଣ୍ଟ ପାଇଁ, ଭାରି ଖୁସି ଲାଗିଲା ମୋତେ। ସେ ଉପର ରହୁଛି, ନାଇଁ ମୁଁ ଯିବାଟା ଯିବି ସାର୍, ମୁଁ ଯିବି 5ଟା ବେଳୁ। ସବୁଠୁ ପ୍ରଥମେ ଯେଉଁ ଆମର ସୋମନାଥ ଇଏ ଆସିକି ବସୁଛି, ସେ ଜଗା ମନା କରୁଥିଲା, ସାର୍ ମୁଁ ଟିକେ ପ୍ରୋବ୍ଲେମ୍ରେ ପଡ଼ିଛି, ମୁଁ ଗୋଟେ ଅଲଗା ସୋର୍ସରେ ହେଉଛି, ଫିର୍ ବି ଗଲା, ନାଇଁ ସାର୍ ମୁଁ ଯିବି, ଆଜିର ସେ ଇନକମ୍ଟା ବନ୍ଦ କରିବି।
बोले मुझे काली करदे सर आज तो मुझे योगदान देवी ना सेटा वाला खुशी ठीक अच्छे किए कौन कहबार अच्छे कह ଆଉ ଜଣେ ଏହି ସଂଘର ଯୁବ ସ୍ୱେଚ୍ଛାସେବୀ ରଶ୍ମି ରଞ୍ଜନ କ'ଣ କହୁଛନ୍ତି ଆସନ୍ତୁ ଶୁଣିବା। कहूँ चाहूँगी जोटा कि आम कैश कलेक्ट करुचे ठीक अच्छे आम कैश कलेक्ट करुचे बाय ऑनलाइन सो आम कहीं गैदर हो पाने यहाँ आम आसूचे अकाउंट को बट आम पाखे सॉर्ट हो पानी केते कौन जेते आफ्टर मे बी 2 years 2 वर्ष पर मे बी जान आम ये कलेक्ट है कि ये खर्च है बट ता भितर आम कि जानने कहीं जिते भी जो इवेंट होती इवेंट तो नुह जो जहाँ भी हेल्पिंग कराई बाय ऑनलाइन थ्रू हो जोटा कि से व्हाट्सएप ही खाली रही सीमित रही तो आम तो मेन कहया कथा है कि जब आम किसी छोट छोट इवेंट करवा आम पीपुल को एमती कहीकि कले एत आम बढ़े पारा ना मेन जिनसा आम मो सांगटा कहली से जड़े ही आसो बट आउ जन अलग जन तार इंटरेस्ट थी नाम कह जदि आम छोट छोट इवेंट किसी करवा माने फिजिकाली करवा देन आम सहित अलग लोग जॉइंट हे कारण आम जेहेतु आम ये अच्छे आम गोटे क्लोज सर्कल अच्छे कहीं मो कलीग मो ऑफिस मेट कि अलग जन ऑफिस मेट तो आम ये ही क्लोज हो कि आम सराउंडिंग अलग किए जॉइन करना तो आम छोट छोट इवेंट जमी भी किसी हो से 1000 टंका हो 10,000 टंका हो जहाँ भी हो कि गोटे स्मॉल स्मॉल इवेंट जब आम करवा ताले पीपुल मैंने जानवे जो मैंने आम कलीग मैंने अच्छे से मे भी खेसा करते पारती तुम छोट छोट ऑर्गेनाइजेशन तुम कौनटा कर मे भी आसीपे कि आम जब छोट छोट किसी कर देखा ना पिला करुँच आम भी करवा कारण समस्त मेन आम जेहतु ह्यूमन बीइंग तो आमर नेचर होची जे आम जिते जे खराब हो पिला हो कि भल पिला हो से चाहिए जे क्या जन को हेल्प करी एमि ना जे कि मना कर ना जन को हेल्प करा कहले कि मना कर ना ना मुझे हेल्प करी बोली तो सेमती भी मुझे कहूँ आम कि इवेंट समस्ते आई तो जिते पिला आवेलेबल रुहतु कि न रुहतु जिते पिला आवेलेबल रोचे जो टाइम आवेलेबल रोचे किसी भी इवेंट क्या मन में आसला कि आम चलो यहाँ करवा देन आम समस्ते रेडी रहा दरकार आम से करवा आउ कि स्मॉल स्मॉल इवेंट किटा कले ही आम आगे बढ़ी पार जेहेतु आम पाखे आम देख जी आगुरी पिला थे हार्ट टू हार्ट 10% इनक्रिज होता अलग इनक्रिज हो ना कारण आम किसी इवेंट करने जो इवेंटा कर बाय क्या ऑनलाइन थ्रू हो अलग किसी फिजिकल ना तो मेन मो कह मोटो है कि आम फिजिकाली जॉइन हाँ आ फिजिकाली गैदरिंग विदाउट गैदरिंग आम कि तो मैं यहाँ हूँ मो फास्ट पॉइंट आम के आगू बढ़ा कंट्रीब्यूट के अधिका करवा तो सहीटा टे ध्यान देवा पड़ो कारण बेले पिला मिस कर कि बाय चांस कि भूली जाऊँच कारण हाँ यहाँ हूँ मेन पॉइंट जेहतु आम गैदरिंग होने आम बेले भूली जाऊे आम पेमेंट में करें ना करें से समस्ते मे भी फिल कर आम बेले आम करे ना 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 करेनि तो ये जिनसा हूँ कारण जेहतु आम गैदरिंग हो पाने कौन किसी करना से आम भूली जाऊे जेहतु आम गोटे जिन करवा देन आम सब मन रही से जिनसा आम करे हाँ आम करे आगू बढ़ा कि सी आसी इन्स्पायर होकर आसी जॉइन कर कि आउ जड़े आसी जॉइन कर तो से जॉइन कले ही आम फंड बढ़ो आउ काम भी ठीक से हम कारण सर्ट समस्त बिजी रोचे किए कौटा बिजी रहा कि कौट जापारानी कि क्या गोटे जिन देते सी कह मोर कामटा रहा मुझे ऑफिस अच्छे कारण समस्त फ्री टाइम रोनी तो जेहतु अधिका मेम्बर आउ अधिका फंड विदाउट अधिका फंड अधिका मेम्बर आम किसी करें तो आम मोर मेन कहया कथा एबे आम स्मॉल इवेंट जी भी जहाँ मन में किसी भी आसूँ केमती कौन करवा ये जावा मुझे गोटे जिन ऑब्जर्व करुँचे मुझे भावुँ मैंने ऑब्जर्व ना मुझे भावुँ आम यहाँ कले मे भी आम स्मॉल कारण अभी विंटर सीजन आसला तो जो मैंने बाहर रोचंत जो मैंने मन सेल कर आम जो ट्राफिक मानक तो जो छोट छोट सेल कर तो मे भी से असुविधा थी पारती कारण समस्त पाखे से सिचुएसन ना ना तो मुझे भावुँ आम जेहतु गैदरिंग मास गैदरिंग आम किसी नदे पार देखा आम फास्ट गोटे दिन ऑब्जर्व करें केते लोग ये आवेलेबल होती से एरिया रोचंत कि मनकर हाईटेक सिटी है कि गछिबोली है कि कोंडापुर है तो से जगह आम जाए ऑब्जर्व करिए केते पिला रोचंत कि केते लोग आवेलेबल रोचंत से जगह तो जोटा कि आम किसी कंट्रीब्यूट करें जोटा कि आम फिजिकाली ही मिल कारण बेले कौन आम कैश डिलीवरी कर दियो बट से जो लोग पाया कथा मैं भी पाई पारे समस्त सामान ना ना समस्त मेंटालिटी सामान ना तो आम चाहूँचे कि बाय हैंड आम पेमेंट कर कि बाय हैंड आम किसी जिन हेल्प कर तो आम यदि से गोटे छोट छोट इनिशिएटिव नहीं पारे देन आम सब जिन जोटा मोटो अच्छे फुलफिल हो पाए से कहूँ जय जगन्नाथ।